ପ୍ରତ୍ୟେକ କଥା ଓ କର୍ମ, ବାକ୍ୟ ଆଉ କର୍ମରେ ଗୋଟିଏ ଶବ୍ଦ ନିତ୍ୟାନ୍ତ ଜରୁରୀ। ସେଇ ଶବ୍ଦଟି ହେଉଛି ଶ୍ରଦ୍ଧା। এই ଯେଉଁ ଶ୍ରଦ୍ଧା ଶବ୍ଦଟି, ଇଏ ସବୁ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଏବଂ ଶ୍ରଦ୍ଧାକୁ ସମସ୍ତେ ସମ୍ମାନ ପ୍ରଦର୍ଶନ କରନ୍ତି। ଯେଉଁଠି ଶ୍ରଦ୍ଧା ନାହିଁ ସେଠି ଆନ୍ତରିକତା କୋଉଠୁ ଆସିବ? ଯେଉଁଠି ଶ୍ରଦ୍ଧା ନାହିଁ ସେଠି ଭାବ, ଭକ୍ତି, ସେବା ଏସବୁ ଆସିବା ବଡ଼ କଷ୍ଟ। ତାଲବେଶ ହେଉଛି ଶ୍ରଦ୍ଧାର ମୂଳ ଅକ୍ଷର। ଆମେ ଯେତେବେଳେ ଦେବୀମାନଙ୍କ ପାଖରେ ବନ୍ଦନା ଗାଉଛୁ, ସେ ବନ୍ଦନାରେ ଗୋଟିଏ ବନ୍ଦନାରେ ଆମେ ଗାଉଛୁ ଶରଣାଗତ ଦୀନାର୍ଥ। ଶରଣାଗତ ଦୀନାର୍ଥ ପରିତ୍ରାଣ ପରାୟଣୀ ସର୍ବସ୍ୱାର୍ଥୀ ହରେ ଦେବୀ ନାରାୟଣୀ ନମସ୍ତେ। ये तालବେଶ ଶବ୍ଦଟି ହେଉଛି ଶରଣାଗତି ଶବ୍ଦ। ଆମେ ଯାହାଙ୍କୁ ପୂଜିଲୁ, ଚିନ୍ତିଲୁ, ସବୁବେଳେ ବିପଦରେ ସମ୍ପଦରେ ତାଙ୍କୁ ଡାକିଲୁ, କିନ୍ତୁ ନିଜକୁ ଆଗେ ଭାବ, ତୁମ ଭିତରେ ଭାବ କେତେ, ଅଭାବ କେତେ। ଆମେ ଯେମିତି ଉଦାହରଣ ମାଧ୍ୟମରେ କହୁ, ଗଜ ଡାକିଦେଲା, ଭଗବାନ ସୁଦର୍ଶନ ଚକ୍ର ପଠେଇ ନକ୍ରକୁ କାଟିଦେଲେ। ତାହେଲେ ନକ୍ରର କ'ଣ ଶ୍ରଦ୍ଧା ନଥିଲା? କେବଳ ଗଜର ହିଁ ଶ୍ରଦ୍ଧା ଥିଲା? ଗଜର ଶ୍ରଦ୍ଧା ଥିଲା ଯେପରି ନକ୍ରର ବି ଶ୍ରଦ୍ଧା ଥିଲା, କିନ୍ତୁ ତାହା ଯେହେତୁ ବର୍ଣ୍ଣନା ହେଇନି, ତେଣୁ ଆମେ କହୁଛୁ ଗଜ ନକ୍ର ଯୁଦ୍ଧରେ ଗଜକୁ ଭଗବାନ ରକ୍ଷା କଲେ। ତାହେଲେ ଗଜକୁ ଯଦି ଭଗବାନ ରକ୍ଷା କଲେ, ଗଜ କୋଉ ମନ୍ତ୍ର ସେଠି ପଡ଼ିଗଲା? କୋଉ ମନ୍ତ୍ର କୋଉ ବିଦ୍ୟାଳୟରେ ସେ ଶିଖିଥିଲା? ସେ କ'ଣ ଡାକିଥିଲା? ସେ ସ୍ମରଣ କରିଥିଲା। ସେ ଯେଉଁ ଶ୍ରଦ୍ଧାରେ ସ୍ମରଣ କରିବାଟା ହିଁ ସେଇ ଗୋଟାକ ହେଉଛି ପ୍ରକୃତରେ ଗୋଟିଏ ଭଲ ମାର୍ଗ। ଆଉ ଶ୍ରଦ୍ଧା ନଥିବ ଆମେ ସ୍ମରଣ କରିବୁ, ସେଟା ହବ ନାହିଁ। ଶରଣାଗତି ଭାବ ନେଇ ଆମେ ଭାଗବତରେ ଶୁଣୁଛୁ, କୃଷ୍ଣ ବଂଶୀ ବଜେଇଲେ ଗୋପୀମାନେ କାଳେ ଘର ଦ୍ୱାର ଛାଡ଼ିକିରି ଆଇଲେ। ପ୍ରକୃତରେ କ'ଣ ଗୋପୀମାନଙ୍କୁ ଆକର୍ଷିତ କରିବା ପାଇଁ ଭଗବାନ କୃଷ୍ଣ ବଂଶୀ ବଜଉଥିଲେ? ସେତେବେଳେ କ'ଣ କେହି ବଂଶୀବାଦକ ନଥିଲେ? କୃଷ୍ଣଙ୍କ ପାଖକୁ ଗୋପୀ ଆସୁଥିଲେ, ଗୋପାଳ ରମା ଆସୁନଥିଲେ?
କେବଳ ଗୋପୀ ଆଉଥିଲେ, ଗୋପାଳ ମାନେ ଘର ଜଗୁଥିଲେ ନା କ'ଣ? ଗୋପୀ ଗୋପାଳ ସମସ୍ତେ ଆସୁଥିଲେ। ତାର ମୂଳ ମନ୍ତ୍ର ହେଉଛି ଶ୍ରଦ୍ଧା। ଏଇ ଶ୍ରଦ୍ଧା ହିଁ ପ୍ରକୃତରେ ରାଧା। ତାଲବେଶ୍ୱର ତଳେ ଯେଉଁ ପୁଡ଼ାଟି ଅଛି ସେ ହେଉଛି ରକାର। ର କହିଲେ କୃଷ୍ଣ ରସ, ଧ କହିଲେ ଧର୍ମ, ଆ କହିଲେ ଆତ୍ମୀୟତା। ଏଇ ଶ୍ରଦ୍ଧାକୁ ନେଇ ଯୋଗୀମାନେ ଯୋଗ କରନ୍ତି, ନାମୀମାନେ ନାମ କରନ୍ତି। ଯିଏ ଯାହା କରୁଛି କରୁ, ସେ ସବୁର ମୂଳ ହେଉଛି ଶ୍ରଦ୍ଧା। ଏଇ ଶ୍ରଦ୍ଧା ହେଉଛନ୍ତି ପ୍ରକୃତରେ ରାଧା। ଆମେ କହୁଛୁ ଭାଗବତରେ ରାଧାଙ୍କ ନାମ ନାହିଁ। ରାଧାଙ୍କ ନାମ ବା ଏଇଠି ଅଛି ଶ୍ରଦ୍ଧା ରୂପରେ। ରାଧା ହିଁ ଶ୍ରଦ୍ଧା, ଶ୍ରଦ୍ଧା ହିଁ ରାଧା। ଶ୍ରଦ୍ଧାରେ ତୁମେ ରାଧାଙ୍କୁ ସ୍ମରଣ କଲେ ରାଧା ଆସିବେ, ଶ୍ରଦ୍ଧା ଯଦି ନାହିଁ କେହି ଆସିବେ। ତେଣୁ ଗୀତା କହିଲେ ସେଇ ଲୋକଟି ଏ ଦୁନିଆରେ ଶ୍ରେଷ୍ଠ ଯାହା ଭିତରେ ଶ୍ରଦ୍ଧା ଅଛି। ସେ କହିଛନ୍ତି ଶ୍ରଦ୍ଧା ଜ୍ଞାନକୁ ସୃଷ୍ଟି କରେ। ଯୋଉଠି ଶ୍ରଦ୍ଧା ନାହିଁ ସେଠି ଜ୍ଞାନ ବି ନାହିଁ। ଆପଣ ମାନେ ସମସ୍ତେ ଗୋଟିଏ କଥା ଚିନ୍ତା କରିବେ, ଯେ ସବୁ ଜାଣିଛନ୍ତି ଆପଣମାନେ, ତଥାପି ମୋ ମନରେ ଯେଉଁ ଭାବନା ଆସେ ମୁଁ ସେଇଟାକୁ ପରିପ୍ରକାଶ କରେ। ଆଜି ଆମ ଦେଶରେ, ରାଜ୍ୟରେ ଯେତେ କ୍ରାଇମ୍ ହେଉଛି, ଯେତେ ଅସାମାଜିକ କାର୍ଯ୍ୟ ହେଉଛି, ସେ ସବୁ କାର୍ଯ୍ୟରେ ମାନେ ସବୁ କାର୍ଯ୍ୟକୁ ଯଦି ହିସାବ କରାଯିବ 80% ଲୋକ ଇଏ ପ୍ରେମ ଗୋଟିଏ ଶବ୍ଦକୁ ଧରି ସିଏ ସବୁ ପାଗଳ ବା ତାଙ୍କୁ ପାଗଳ ବୋଲି କୁହାଯାଏ। ପାଗଳ ହେଲେ କ'ଣ ଖାଏ କି ତାର କେଉଁଠି ଶୁଏ, ଗୋଟେ ଏମିତି ତାର ବି କିଛି ସ୍ୱଭାବ ଅଛି। କିନ୍ତୁ ଏମାନେ ହେଉଛନ୍ତି ପ୍ରେମ ପାଗଳ। ତାର ଅର୍ଥ କ'ଣ? ସେ ପ୍ରେମ ଜମା ଜାଣିନାହାନ୍ତି କିନ୍ତୁ ପାଗଳ ହେଇଛନ୍ତି। ସେ ଯଦି ପ୍ରେମଟାକୁ ଜାଣିଥାନ୍ତେ ତାହେଲେ ସେ କେବେ ହେଲେ ପାଗଳ ହେଇନଥାନ୍ତେ। ଅଭିମନ୍ୟୁ ସାମନ୍ତ ସିଂହାର ସେଇ ଯେଉଁ ପଦ୍ଧତି ତାଙ୍କର ସମସ୍ତେ ପଢ଼ନ୍ତି, ମୁଁ ବି ପଢ଼େ, ଗାୟକମାନେ ପଢ଼ନ୍ତି, ଗାୟିକାମାନେ ପଢ଼ନ୍ତି। ପ୍ରେମଟା ହେଉଛି ଅପ୍ରାକୃତ, ତାକୁ ପ୍ରକୃତି ସ୍ପର୍ଶ କରିପାରେ ନା। ଅପ୍ରାକୃତ ପ୍ରେମ ମୂର୍ତ୍ତି ହେଉଛନ୍ତି ନିଜେ ଭଗବାନ କୃଷ୍ଣ ଏବଂ ପରବର୍ତ୍ତୀ ଅବତାର ହେଉଛନ୍ତି ଚୈତନ୍ୟ ସୁନ୍ଦର। ତେଣୁ ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଚୈତନ୍ୟ ଯେତେବେଳେ ଦକ୍ଷିଣ ଭାରତ ପରିକ୍ରମା କରୁଥିଲେ, ଜଣଙ୍କ ଘରେ ବିଶ୍ରାମ ନେଲେ। ତାଙ୍କ ଘରେ ବିଶ୍ରାମ ନେବା ଭିତରେ
ତାଙ୍କର ଯେ ପଡ଼ୋଶୀ ଥିଲେ ସେ ପଡ଼ୋଶୀଙ୍କ ପାଖକୁ ଯାଇଥିଲେ। ପଡ଼ୋଶୀ ବି ସେଇ ଗୀତା ପାଠ କରୁଛନ୍ତି, କିନ୍ତୁ ସବୁଯାକ ଭୁଲ, ଶ୍ଳୋକ ଉଚ୍ଚାରଣ କରିବା ଭୁଲ। ନୀରବରେ ଚୈତନ୍ୟ ମହାପ୍ରଭୁ ଫେରିଆସିଲେ, ସେଇ ଘରେ ରହିଲେ। ତା ପରଦିନ କହିଲେ ମୁଁ ସେଇ ଘରକୁ ଯିବି, ତାଙ୍କରିଠୁ ଗୀତା ଶୁଣିବେ, ତାପରେ ପ୍ରସାଦ ପାଇବି। ଇଏ ତ ଆଉ ମହାପ୍ରଭୁଙ୍କ ଆଗରେ ଏମିତି ଆଉ ମାନେ ଉପେକ୍ଷା ବାର୍ତ୍ତା ଦେଇପାରିବେନି। କୋଉ କହିଲା ଠାକୁର ଇଏ ମହାପ୍ରଭୁ, ସେ ତ ଗୀତା শুধু ପାଠ ପଢ଼ିନି, ଗୀତା ଭୁଲ ଭାଲ କରି ପଢ଼ୁଛି। ନା ଗୀତା ସିନା ସେ ଭୁଲ ଭାଲ ପଢ଼ୁଛି, କିନ୍ତୁ ଗୀତାର ଶ୍ଳୋକ ଗୁଡ଼ିକ ଭୁଲ ହେଇଯାଉଛି, କିନ୍ତୁ ତା ଅନ୍ତରରେ ଥିବା ଶ୍ରଦ୍ଧା ସିଏ କେବେ ଭୁଲ ହଉନି। ଯୋଉଠି ଶ୍ରଦ୍ଧା ଅଛି ମୁଁ ସେଇଠିକି। ତେଣୁ ମହାପ୍ରଭୁ ତାଙ୍କ ଘରକୁ ଗଲେ, ତାଙ୍କରିଠୁ ଗୀତା ଶୁଣିଲେ, ତାପରେ ଫେରି ଆଇଲେ। ପୁଣି ସିଏ ମଧ୍ୟ ନିମନ୍ତ୍ରଣ କଲେ, ସିଏ ଯାଇକି ପ୍ରସାଦ ପାଇଲେ। ତେଣୁ ଶ୍ରଦ୍ଧା ବିହୀନ ଯଜ୍ଞ, ଶ୍ରଦ୍ଧା ବିହୀନ ସେବା, ଶ୍ରଦ୍ଧା ବିହୀନ ଭକ୍ତି, ଇଏ ସବୁ ନିରର୍ଥକ ସାଧନା, ଇଏ ସବୁ ଜୀବନର ବ୍ୟର୍ଥ ସାଧନା। ବିଦ୍ୟାଳୟରେ ଗୋଟେ ପିଲା ଦୁଷ୍ଟ ହେଉଛି, ସେ ଦୁଷ୍ଟ ପିଲାଟିକୁ ଶାସନ କରିବା ପାଇଁ ଏବେ ତ ଶାସନ ଉଠି ଯାଇଛି। ତାକୁ ତାଙ୍କ ଶିକ୍ଷକ କହିଲେ ତୁ ଏଠି ଗୋଟିଏ ଘଣ୍ଟା ଚୁପ୍ କରି କାନ ଧରିକି ବସ, ତାପରେ ଉଠ। ସେ ଶିକ୍ଷକଙ୍କ ଡରରେ ଗୋଟିଏ ଘଣ୍ଟା କାନ ନାକ ଧରିକି ବସିଲା। ଗୁରୁ ଅନୁଭବ କଲେ ମୋ କଥାରେ ସେ କାନ ଧରିଛି, ନାକ ଧରିଛି, କିନ୍ତୁ ଗୁରୁଙ୍କର ଆଦେଶକୁ ପାଳନ କରିବା ପାଇଁ ତା ଭିତରେ ଲେଶ ମାତ୍ର ଶ୍ରଦ୍ଧା ନାହିଁ। କାନ ନାକ ଧରିକି ବସିଲେ କ'ଣ? ଯେଉଁଠି ଶ୍ରଦ୍ଧା ଅଛି, ଯଶୋଦା ଆଉ ସରଲବଣୀ ଦଉଥିଲେ, ଯାହା ଭାଗବତରେ ସବୁ ଲେଖିଥିଲେ। ସରଲବଣୀ ଖାଇବା ପାଇଁ ଭଗବାନ କୃଷ୍ଣ ଗୋପୀ ଗୋପାଳଙ୍କ ଘରେ ପଶିକିରି ହାଣ୍ଡି ଭାଙ୍ଗିକିରି ସରଲବଣୀ ଖାଉଥିଲେ। ଏଇ କଥାକୁ ଆମେ ଯଦି ଗପିବା ତାହେଲେ ଲୋକ କ'ଣ ଭାବିବେ? ସରଲବଣୀ ଖାଇବା ପାଇଁ ଯଶୋମତୀଙ୍କ ଘରେ ଆଉ ସରଲବଣୀ ନଥିଲା, ଇଏ ଗାଁ ଗାଁରେ ବୁଲିକିରି ହାଣ୍ଡି ଭାଙ୍ଗିକିରି ସରଲବଣୀ ଖାଉଥିଲେ। ତେଣୁ ଏସବୁ ନୁହଁ, ଗୋପୀମାନଙ୍କ ଭିତରେ ଯେଉଁ ଶ୍ରଦ୍ଧା ଥିଲା, କୃଷ୍ଣଙ୍କୁ ସରଲବଣୀ ଟିକେ ଦବାର ଯେଉଁ ମାନସିକତା ଥିଲା, ସେଇ ମାନସିକତାକୁ ଭଗବାନ କୃଷ୍ଣ ପୂର୍ଣ୍ଣ କରିଥିଲେ। ସର ହେଉଛି ରସ, ଲବଣୀ ହେଉଛି ସମର୍ପଣ। ତେଣୁ ସେ କୃଷ୍ଣ ରସକୁ ଆପ୍ୟାୟନ କରିବା ପାଇଁ ସେ ସର ଲବଣୀକି ଖୋଜୁଥିଲେ। କେଉଁ ମନ ଭିତରେ ସର ଅଛି, କେଉଁ ମନ ଭିତରେ ଲବଣୀ ଅଛି। ତେଣୁ ଆପଣମାନଙ୍କୁ ଏତିକି କେବଳ କହିବାକୁ ଚାହୁଁଛି,
କିଛି ତମେ ଯଦି ନ କରିପାରିବ ବା କରିବା ପାଇଁ ଯଦି ତୁମ ମନରେ କିଛି ଆଗ୍ରହ ନାହିଁ ଯେ ତମେ ଗୋଟେ ବାଧ୍ୟରେ କିଛି କର ନା, ବାଧ୍ୟରେ ବସ ନା ବାଧ୍ୟରେ କାମ କର ନା ବାଧ୍ୟରେ କିଛି କର ନା। ଇଚ୍ଛା ହେଲେ ବସ, ଇଚ୍ଛା ନହେଲେ ଖସ। ଯଦି ସେବା କରିବା ପାଇଁ ତୁମର ଆନ୍ତରିକତା ଅଛି ତାହେଲେ ତମକୁ କିଏ ଡାକିବ କି? ତମକୁ କାମ କରିବା ପାଇଁ ଖୋସାମତ କରିବ କି? ତେଣୁ ସେବା ହିଁ ଯାହାକୁ କୁହାଯାଇଛି ସର୍ଭିସ୍ ଇଜ୍ ଗଡ୍, ଲଭ୍ ଇଜ୍ ଗଡ୍। ଯେଉଁଠି ସେବା ଭଲ ପାଇବା ନାହିଁ, ଖାଲି ତିଲକ ମାଳି ଏମିତି ପିନ୍ଧିକିରି ପୁରାଏ ବୁଲୁଛନ୍ତି, ଆଉ ପନ୍ଧାଏ ଆଉ ଗୋଟା ପ୍ରକାର କ'ଣ ବୁଲୁଛନ୍ତି, ସେଗୁଡ଼ିକ ସଦା ନୁହେଁ, ନିରର୍ଥକ ଜୀବନର ନିରର୍ଥକ ସାଧନା। ଏଠି ଗୋଟେ ମେଳା ଆମର ଯାଉ ଛୋଟ ହଉ ମୋଟ ଗୋଟେ ମେଳା କରିବୁ, ଯଦି ଶ୍ରଦ୍ଧା ନାହିଁ, କାହାକୁ ପାଣି ଗିଲାସେ ଦେବା ପାଇଁ ଯଦି ତମର ଶ୍ରଦ୍ଧା ନାହିଁ, କିଏ କୋଉଠୁ ଆସିଲା ତା ସାଙ୍ଗରେ ଟିକେ ମିଠା ଆଳାପ କରିବା ପାଇଁ ଯଦି ଶ୍ରଦ୍ଧା ନାହିଁ, ସେ ଶ୍ରଦ୍ଧାର କ'ଣ ମୂଲ୍ୟ? ଏଠି ନାମ ହେଉଛନ୍ତି, ମୋର ଗୁରୁଦେବଙ୍କର ଆଶ୍ରମରେ ନାମ ହେଉଛି, ମଧୁସୂଦନଙ୍କ ଆଶ୍ରମରେ ନାମ କରିବା ପାଇଁ ତାଙ୍କ ଶ୍ରଦ୍ଧା ଥିଲେ ନା ସେ ନାମର ମହିମା ଜାଣିପାରିବେ। କେବଳ ଘଣ୍ଟାକୁ ଦେଖୁଥିବେ, କେତେବେଳେ ବେଲ୍ ବାଜିବ ଆମେ ଉଠିକିରି ଯିବୁ, ଆଉ ଜଣେ କିଏ ଆସିବ। ତେଣୁ ଜୀବନକୁ ଯଦି ସରସ ସୁନ୍ଦର କରିବ, ଶ୍ରଦ୍ଧା ହେଉଛି ଏକ ମୂଳ ତତ୍ତ୍ୱ। ଆଜିକାଲି ପିଲାମାନଙ୍କୁ କେବଳ ଏତିକି କହୁଛି, ଏଇ ଶ୍ରଦ୍ଧାଟା କେଉଁଠି 100% ଥିଲା, ଯଦି 99% ହେଇଗଲା, ଗୋଟାଏ % କମିଗଲା, ତାପରେ କ'ଣ ହେଲା? ତାପରେ ପୁଅ ଝିଅକୁ ମାରିଦେବ, ଝିଅ ପୁଅକୁ ବି ମାରିଦେବ। ଝିଅମାନେ ବି ଆଜିକାଲି ମାଇଲେଣି, ସେ ବରଂ ବେଶୀ ମାଇଲେଣି। ଇଏ କୋଉ ପ୍ରକାର ଶ୍ରଦ୍ଧା? ଟିଭି ପରଦାରେ ବେଳେ ବେଳେ ଏଇ ଦୃଶ୍ୟ ଦେଖି ମୋ ମୁଣ୍ଡରେ ଗୋଟାଏ ଯେମିତି ନିଆଁ ଜଳେ। ମୁଁ ତାକୁ ତର୍ଜମା କରେ, ତୁ ତୋର ଜଣକୁ ବାହା ହବୁ, ତୁ ତା ଘରକୁ ପଳଉନୁ, ଆଉ ଯଦି ନ ଗଲୁ ମନକୁ ବୁଝେଇ ଦଉନୁ, ନିରୋଳାରେ ଭାବୁନୁ ମୋ ମା ମୋତେ କେତେ ଭଲ ପାଉଥିଲା, ମୋ ଭାଇ କେତେ ମୋତେ ଭଲ ପାଉଥିଲା। ଅପା ଅପା କହିଥିବ ତୋ ପଛରେ ଗୋଡ଼େଇଥିବ, ତୁ ଯେତେବେଳେ ତଣ୍ଟିକି ଚିପି ମାରିଥିବୁ ସେ କ'ଣ କହିଥିବ? ଅପା ମୋତେ ମାରନା, ତୁ କ'ଣ ରାକ୍ଷାସୀ? ତୋର ତାରକା ରାକ୍ଷାସୀ ଗୋଟେ ଥିଲା ବୋଲି ଆମେ ଶୁଣିଛୁ, ପୁତନା ଗୋଟେ ରାକ୍ଷାସୀ ଥିଲା ବୋଲି ଆମେ ଜାଣିଛୁ। ତମେ ସବୁ ଯେଉଁ ବର୍ତ୍ତମାନ ସାନ ଭାଇକି ମାରି ମାକୁ ମାରି କେନାଲ ଭିତରେ ପକେଇ ରହୁଛ, ତମେ କୋଉ ଜାତି ଭିତରେ ଯିବ? ଖାଲି ଗୋଟିଏ ଏ କଥାଟା ମୋର ମନେ ଅଛି ବୋଲି କହିଲି, କିନ୍ତୁ ଆହୁରି ଅନେକ ଜଘନ୍ୟ କଥା ଅଛି। ଯେଉଁ ବାସନରେ ଖାଇଲ ତାକୁ ନେଇକି ଫାଦର ନଈକି ମାନେ କ'ଣ?
ଯଦି ତୁମେ ଜଣକୁ ଉପଭୋଗ କଲ ତାର ପରବର୍ତ୍ତୀ କଥା କ'ଣ ହେଉଛି ଉପଭୋଗର ବିପରୀତ ଶବ୍ଦ କ'ଣ ତମେ ସୃଷ୍ଟି କରିଛ? ତାକୁ ମର୍ଡର କରିକି ମାରିଦେବ, ଅଖାରେ ପୁରେଇ ଫୋପାଡ଼ିଦେବ। ତେଣୁ ଭାରତ ସରକାର ହୁଅନ୍ତୁ, ଓଡ଼ିଶା ସରକାର ହୁଅନ୍ତୁ, ସେ ଯେଉଁ ସରକାର, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଏବଂ ଆପଣମାନେ ମଧ୍ୟ ତାଙ୍କ କାନରେ କାଳେ କଥା ପଡ଼ିବନି, ବହୁତ ଜଞ୍ଜାଳି ସବୁ ଅଛନ୍ତି, ଏଇ କଥାଟା ତାଙ୍କ କାନରେ ପକାନ୍ତୁ। ଯଦି ଶାସନ ଭାର ବହନ କରିଛ, ଶାସନ ଶବ୍ଦର ଅର୍ଥ କ'ଣ? କ'ଣ କେବଳ ରାସ୍ତା ତିଆରି କରିବା? ଇଏ ଗୋଟିଏ କଥା। ଜଙ୍ଗଲ ରକ୍ଷା କରିବା ଇଏ ଗୋଟିଏ କଥା, ଗଛ ଲଗାଇବା ଇଏ ଗୋଟିଏ କଥା, ସ୍କୁଲ କଲେଜ ଡାକ୍ତରଖାନା ଖୋଲିବା ଏ ବି ଗୋଟିଏ କଥା। କିନ୍ତୁ ଏ ଲମ୍ବା ଲମ୍ବା ରାସ୍ତାରେ ଉଚ୍ଚା ଉଚ୍ଚା ହମ୍ସ କରିବା ଏଇଟା କେଉଁ ସମ୍ବିଧାନରେ ଲେଖା ହେଇଛି? ଏହାଦ୍ୱାରା କେତେ ଲୋକଙ୍କର ହାର୍ଟ ଷ୍ଟ୍ରୋକ୍ ହେଉଛି, ଗର୍ଭବତୀ ମହିଳାମାନଙ୍କର ମଧ୍ୟ ପିଲା ଜନ୍ମ ହୋଇପଡ଼ୁଛନ୍ତି। ଏସବୁ କେଉଁ ସମ୍ବିଧାନରେ ଲେଖା ହେଇଛି? ଗୋଟିଏ କଥା ଉପରେ ରିଜିଡ୍ ହେଇ ଏସେମ୍ବଲି ବନ୍ଦ ହୋଇଯାଉଛି, ପାର୍ଲାମେଣ୍ଟ ବନ୍ଦ ହୋଇଯାଉଛି। କ'ଣ ତମ ପାଖରେ ଆଉ କିଛି କଥା ନାହିଁ? ସେ ଗୋଟିଏ କଥାରେ ଲାଗିଛ। ତେଣୁ ତମେ ଅଗଣତାନ୍ତ୍ରିକ ମଣିଷ, କିଛି ଅଗଣତାନ୍ତ୍ରିକ ନେତା ଆସିକିରି ଇଏ ଆମ ଦେଶ ଆମ ସମାଜକୁ ଧୂଳିସାତ୍ କରୁଛନ୍ତି। ମୁଁ ପଚାରୁଛି ଗୋଟିଏ କଥା, ଗଛ ଲଗାଅ, ରାସ୍ତା କର, ଇଏ ସବୁ ଠିକ ଅଛି, କିନ୍ତୁ ଏଇ ଯେଉଁ ଅଭଦ୍ର ମନୁଷ୍ୟ ପାଇଁ ତମେ କ'ଣ ଦଣ୍ଡ ବିଧାନ କରୁଛ? ସେ ଥରେ ଭୁଲ କରି ପୁଣି ଆଉ ଥରେ ଭୁଲ କରୁଛି। ସେ ଦଣ୍ଡ କ'ଣ ତମେ ଦେଇଛ? ହଁ, ତାକୁ ଆମେ 6 ମାସ ଜେଲରେ ରଖିଲୁ। 6 ମାସ ତାର ଖାଇ ପିଇ ଜେଲରେ ବସିଲା, ସାଡ଼ୁ ଆସିକି ପୁଣି ଯାହା କରିବା କଥା ସେୟା କଲା। ଆପଣ କହିବେ ଆପଣ ତ ବାବା ଲୋକ, ମୁଁ ବାବା ଫାବା କିଛି ନୁହଁ, ମୁଁ ଗୋଟା ଧରି ନିଅନ୍ତୁ ଗୋଟେ ଶୁଖିଲା ଡବା। ଏଇ ଡବାଟା କହୁଛି ଯେ ମୁଁ ଗୀତା ଟିକେ ଟିକେ ପଢ଼େ, ଗୀତାରେ ମୁଁ ଯେତିକି ଜାଣିଛି ଦଣ୍ଡୋ ଦମୟତା ବସି। ମହାତ୍ମା ଗାନ୍ଧୀ କହିଥିଲେ ଦୋଷକୁ ନେଇ ରାଜନୀତି କରନା। ଆପଣମାନେ କ'ଣ କରୁଛନ୍ତି? ସରକାରଙ୍କୁ କେବେ ବିରୋଧୀ ଦଳ ଧନ୍ୟବାଦ ଦେବା ମୁଁ ଶିଖିନି। ମାନେ ଯେବେଠାରୁ ମୋ ଚେତନା ହେଲାଣି, ମୁଁ କଂଗ୍ରେସ ସରକାର ଦେଖିଛି, ଆଉ ସବୁ କେତେ ସରକାର ଆମ ଆଗରେ ଯାଇଛନ୍ତି, ସରକାରଙ୍କୁ କେହି ଧନ୍ୟବାଦ ଦେଇନାହାନ୍ତି। ସେ ଯାହା କହିଲେ ଏ କହିଲେ ଭୁଲ। ଇଏ କ'ଣ ଗଣତନ୍ତ୍ର? ଏମିତି ଦିନେ ସମୟ ଆସିବ, ଏଇ ଯେଉଁ ଯୁବଶକ୍ତି ମାନେ ହସି ହସି ଫାଶୀ କୁଣ୍ଡରେ ଝୁଲି ପଡ଼ି ଏମାନେ ଭାରତକୁ ସ୍ୱାଧୀନ କରିଥିଲେ, ସେଇମାନେ ପୁଣି ଉଠିବେ ତମକୁ ଶାସନ କରିବା ପାଇଁ। ତେଣୁ ମୋର ଏ କଥାଟା ଶୁଣିକିରି ଆପଣମାନେ ମୋ ଉପରେ ରାଗୁଥିବେ। ମୋର କେହି ଅନାଥ ହେବାର ନାହିଁ ନା ବିଧବା ହେବାର ନାହିଁ। ତେଣୁ ମୁଁ ସ୍ପଷ୍ଟ କହିଦେଲି, ମୋତେ ମାଇଲେ ମାର, ରଖିଲେ ରଖ। ତେଣୁ ସଜ୍ଜନ ସମାଜ ବିଗିଡ଼ି ଯାଉଛି। ଇଏ ରାଧାକୃଷ୍ଣର ଭୂମି, ସୀତାରାମଙ୍କର ଭୂମି। ଏଠି ଗୁଡ଼ାଏ ଇଏ ସମାଜରେ ଗୁଡ଼ାଏ ଅଳସୁଆ ଠାପୁଆ ଆପଣଙ୍କର ବିଲରେ ଯେତେବେଳେ ହଳ ବୁଲା ହେଉଥିଲା, ଓଇଖାନ ବୁଲଉଛନ୍ତି, ଯେ ମନ୍ତ୍ରୀ ଫନ୍ତ୍ରୀ କ'ଣ ବୁଲଉଛନ୍ତି, ଗୋଟା ମିଛରେ କିଛି ନୁହଁ।
ଏଇ ଯେଉଁ ଠାପୁଆ ବଳଦ ଥିଲେ, ମୁଣ୍ଡ ହଲା ବଳଦ ଥିଲେ, ଜିଭ ବାହାର କରିକିରି କ'ଣ ମୁହଁକୁ ଚାଟୁଥିଲେ, ସେ ବି ଗୋଟେ ବଳଦ ଥିଲେ। ଆଉ ଗୋଟେ ଶୁଆ ବଳଦ ଥିଲେ, ଟିକେ ହଳବେ ଶୋଇପଡ଼ିଲେ। ତେଣୁ ଆଜିର ଏଇ ପବିତ୍ର ସମାଜରେ ଆଶ୍ରମ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଏଇଭଳିଆ ମଣିଷ ବଳଦ ଜନ୍ମ ହୋଇଛନ୍ତି। ଅଳସୁଆ, ଠାପୁଆ ଆଉ ସବୁ ଏମିତିଆ ମଣିଷ। ଆଉ ଏମାନଙ୍କ ଦ୍ୱାରା ଶାସନ ଚାଲିବନି, କିଛି ହବନି। ଏମିତି ହେଇ 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 ଶେଷରେ ମଶାଣିକି ଯିବେ, ପୋଡ଼ା ହବ, ତାଙ୍କ ନାଁ ବି କେହି ଧରିବେ। ତେଣୁ ମୋ ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧା ଉପୁଜେ ଦାରବଣୀ। କୋଉ କୋଉ କହିଦେଲି ତ ମାନିଲେ ମାନ, ନ ମାନିଲେ ନାହିଁ। ମୋର ଏଠି କ'ଣ ଏଣିକି ବେଶୀ ବେଶୀ କହିବି। ମୁଁ ଟେକା ନ ଖାଇବା ପର୍ଯ୍ୟନ୍ତ ମୋ ଜିଭ ବି ଗଲୁ ହେଉଛି। ତ କହିବି, ଭଲ କରି କହିବି ଆଉ। ତେଣୁ ସଜ୍ଜନ, ଆମେ ସମସ୍ତେ ଭଦ୍ର ହବା, ଶ୍ରଦ୍ଧାବାନ ହବା, ବୃକ୍ଷ ଲଗେଇବା, ଜଙ୍ଗଲ ସୁରକ୍ଷା କରିବା, ମଦ୍ୟ ମାଦକକୁ ଛାଡ଼ିବା, ପିତାମାତାଙ୍କୁ ସେବା କରିବା, ପରିବାରକୁ ପରିଷ୍କାର ପରିଚ୍ଛନ୍ନ ରଖିବା। ତେବେ ଯାଇ ଆମେ ଗୋଟିଏ ଭଲ ମଣିଷ ହେବା। କଥାଟି ଏଇଠି ରହିଲା। ଆମର ଚାଲିଛନ୍ତି କ'ଣ ମେଳା ଚାଲିଛି। ମେଳା କିଛି ଲାଗିନାହିଁ, ମାନେ ଆମେ ଗୋଟେ ଖାଲି ବହିଛୁ, ବସିବା ଅପେକ୍ଷା କାଶିବା ଭଲ ବୋଲି କରୁ। ଆଜି ହରିଜନ ଶବ୍ଦଟା ଭୁଲ ହେଇଗଲା। ଆଜି କ'ଣ କହୁଛନ୍ତି ଗୋଟେ ଶବ୍ଦଟା ହେଲା। ତେଣୁ ଆଜି ଆମର ନିର୍ଦ୍ଦିଷ୍ଟ ଯେଉଁମାନଙ୍କୁ ଆମେ ଅସ୍ପୃଶ୍ୟ ବୋଲି ଏପର୍ଯ୍ୟନ୍ତ ବି ମନ ଭିତରେ ଅଛି, ସେଇମାନେ ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ନାମ କରିବେ। ଏଇ ସନ୍ଧ୍ୟାବେଳେ ନାମ ଆରମ୍ଭ। ଯିଏ ଯେଉଁ ନାମ କରୁ, ଆମର ସେମିତି ନାହିଁ ଆମର ଏଇ ନାମଟା ହେବ, ଏ ନାମଟା କ'ଣ ଆମର, ତମେ ଯେଉଁ ନାମ କର ସେଇଟା ତମର ନାମ। କାହା ବାପା ଗଣ୍ଠି ଧର ନୁହେଁ। ଆଜି ଆମର ଏଠି ନିକଟରେ ଥିବା ଆମର ଯେଉଁ ମାନେ ବ୍ୟକ୍ତି ଅଛନ୍ତି, ସେମାନେ ଆସିକିରି ଆଜି ନାମ କରିବେ। ଏମିତି ଧୀରେ ଧୀରେ ମେଳା ଆଗକୁ ବଢ଼ିବ। ଆଉ ଯେଉଁମାନେ ଆସିବା କଥା ଆସିବେ, କିନ୍ତୁ ଖରାବେଳେ କେହି ଆସନା। ଯିଏ ଆସିବ ସକାଳୁ ସକାଳୁ ଆସି କହନ୍ତ, ନାହିଁ ତ ଅପରାହ୍ନ 4 ଘଟିକାରୁ ବାହାର। ଏତିକି କହି ମୋ କଥାକୁ ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ନିତାଇ, ଜୟ।